ହେଲା 0% GST। ଆଗରୁ ଯେଉଁ ଜିନିଷକୁ ଆପଣମାନେ 18% GST ଦେଇ କିଣୁଥିଲେ ତାହା ଏବେ 0% GSTରେ ଅନ୍ତର୍ଭୁକ୍ତ ହେଲା। ଆପଣମାନଙ୍କୁ ଆଉ 18% ଅଧିକ ଟଙ୍କା ଦେବାକୁ ପଡ଼ିବ ନାହିଁ। ସରକାର ଏହିସବୁ ଜିନିଷରୁ ପୁରାପୁରି ଟ୍ୟାକ୍ସ ହଟେଇ ଦେଇଛନ୍ତି। ତାହେଲେ କେଉଁ ସବୁ ଜିନିଷ ଟ୍ୟାକ୍ସ ଫ୍ରି ହୋଇଛି ଜାଣିବା ପୂର୍ବରୁ ଏମିତି ସଠିକ୍ ଖବର ପାଇବା ପାଇଁ ଆପଣମାନେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ରଖିଥାନ୍ତୁ ଏବଂ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିଦିଅନ୍ତୁ। ମେଡ଼ିକାଲ ଏବଂ ଇନ୍ସୁରାନ୍ସ କଥା ଯଦି କହିବା, ଥର୍ମୋମିଟର ପୂର୍ବରୁ 18% GST ଲାଗୁଥିବା ବେଳେ ବର୍ତ୍ତମାନ ଏହାକୁ GST ଫ୍ରି କରାଯାଇଛି। ମେଡ଼ିକାଲ ଗ୍ରେଡ୍ ଅକ୍ସିଜେନ୍ ପୂର୍ବରୁ 18% GST ଥିବାବେଳେ ଏବେ ଏହା GST ଫ୍ରି। ଇଣ୍ଡିଭିଜୁଆଲ ଲାଇଫ୍ ଇନ୍ସୁରାନ୍ସରେ ପୂର୍ବରୁ 18% GST ଥିଲାବେଳେ ଏବେ ଏହା GST ଫ୍ରି। ଶିକ୍ଷା କ୍ଷେତ୍ର କଥା ଯଦି କହିବା ତାହେଲେ ମାନଚିତ୍ର, ଚାର୍ଟ, ଗ୍ଲୋବରେ ପୂର୍ବରୁ 12% GST ଲାଗୁଥିବା ବେଳେ ବର୍ତ୍ତମାନ ଏହା GST ଫ୍ରି। ପେନ୍ସିଲ୍, ସର୍ପନର୍, କ୍ରେୟନ୍ସ, ପେଷ୍ଟଲ୍ ଭଳି ଜିନିଷ ଉପରେ ପୂର୍ବରୁ 12% GST ଲାଗୁଥିବା ବେଳେ ଏବେ ଏହା GST ଫ୍ରି। ଅଭ୍ୟାସ ବୁକ୍, ନୋଟବୁକ୍ରେ ପୂର୍ବରୁ 12% GST ଲାଗୁଥିବା ବେଳେ ବର୍ତ୍ତମାନ ଏଥିରେ ଆଉ କୌଣସି GST ଦେବାକୁ ପଡ଼ିବ ନାହିଁ। ସେହିଭଳି ଇରେଜରରେ ପୂର୍ବରୁ 5% GST ଲାଗୁଥିବା ବେଳେ ବର୍ତ୍ତମାନ ଆଉ କୌଣସି GST ଦେବାକୁ ପଡ଼ିବ ନାହିଁ। ତ ଦର୍ଶକ ବନ୍ଧୁ, ଏହିସବୁ ଜିନିଷ ଉପରୁ ସମ୍ପୂର୍ଣ୍ଣ ଭାବେ GST ହଟିଛି। ଆଗକୁ ଯଦି ଆମ ଭିଡ଼ିଓ ଦେଖିବାକୁ ପସନ୍ଦ କରନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ରଖିଥାନ୍ତୁ। ପୁଣି ଦେଖା ହେବା। ରହିଲି, ଜୟ ଜଗନ୍ନାଥ।